ଦୁର୍ବୃତ୍ତଙ୍କ ମାଡ଼ରେ ପୋଲିସ ଆହତ। ପୋଲିସ ଉପରକୁ ମରଣାନ୍ତକ ଆକ୍ରମଣ। ଦୁର୍ବୃତ୍ତଙ୍କ ଠେଙ୍ଗା ମାଡ଼ରେ ପୋଲିସ ଏଏସ୍ଆଇ ଆହତ। ମିଳିଥିବା ସୂଚନା ଅନୁଯାୟୀ କୌଣସି ଏକ ଗଣ୍ଡଗୋଳ ହେଉଥିବା ନେଇ ବୁଧବାର ରାତିରେ 112କୁ କଲ୍ ଆସିଥିଲା। ଖବର ପାଇ ସଙ୍ଗେ ସଙ୍ଗେ ମନମୁଣ୍ଡା ପୋଲିସ ଦପଲା ହାଇସ୍କୁଲ ଛକ ନିକଟରେ ପହଞ୍ଚିଥିଲା। କିଛି ନ ବୁଝିବା ପୂର୍ବରୁ ହଠାତ୍ ମନମୁଣ୍ଡା ଥାନାରେ କାର୍ଯ୍ୟରତ ଏଏସ୍ଆଇ କୁମୁଦ ଚରଣ ସାହୁଙ୍କ ଉପରେ ଆକ୍ରମଣ କରିଥିଲେ ଦୁର୍ବୃତ୍ତମାନେ। ସାଙ୍ଗେ ସାଙ୍ଗେ ଏଏସ୍ଆଇଙ୍କୁ ମନମୁଣ୍ଡା ଚିକିତ୍ସାଳୟକୁ ଅଣାଯାଇ ପ୍ରାଥମିକ ଚିକିତ୍ସା ପରେ ବରଗଡ଼କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଉକ୍ତ ଘଟଣାରେ ସମ୍ପୃକ୍ତ ସନ୍ଦେହରେ 4 ଜଣଙ୍କୁ ଥାନାକୁ ଆଣି ପୋଲିସ ଅଟକ ରଖିଛି। ବୌଦ୍ଧରୁ ବଦ୍ରିନାଥ ସାମଲଙ୍କ ସହିତ ମନମୁଣ୍ଡାରୁ ପ୍ରଶାନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ ମୋ ଜିଲ୍ଲା ଖବର।